सेंटेंस टा होची लिसन टू राम कौन कहली प्रथमे लिसन टू राम हला तापर पुणी कहली ही इज सिंगिंग हला देखो पुणी आउट सेंटेंस कहली गोविंद एंड गणपत आर हियर हला पुणी आउट सेंटेंस कहली दे हैव कम हियर दे हैव कम टू हियर हिम बुझले ना कहली ही विल बी ग्लैड टू सी हिम सी देम तुमने यही सब वर्ड को नोटिस करो ही एटी दे एटी हिम एटी ही एटी देम है ना ମୁଁ ପ୍ରଥମେ କହିଲି ଲିସନ୍ ଟୁ ରାମ ଏଇଠି ହି ସିଙ୍ଗିଂ ମାନେ କିଏ ସିଙ୍ଗିଂ କରୁଛି ଆରେ ସିଙ୍ଗିଂ କିଏ କରୁଛି सर जो ही ହି ନୁହଁ राम ଲିସନ୍ ଟୁ ରାମ ତାପରେ ମୁଁ ତାପରେ राम ସେଣ୍ଟେନ୍ସ ଲେଖିବି ରାମ ଇଜ ସିଙ୍ଗିଂ କଣ ଲେଖିବି ରାମ ଇଜ ସିଙ୍ଗିଂ ଗୋଟେ ରାମ ବଦଳରେ ଗୋଟେ ୱାର୍ଡ ଲେଖିଲି କଣ ହି ଲେଖିଲି ଲାଗି ନାହିଁ ବାରମ୍ବାର ଗୋଟେ ନାଉନ୍ କୁ ରିପିଟ କଲେ ଆମକୁ ଗୋଟେ ଅକ୍ୱାର୍ଡ ଲାଗେ ଲାଗି ନାହିଁ ରାମ ବଦଳରେ ମୁଁ ଗୋଟେ ୱାର୍ଡ କଣ ଲେଖିଲି ଏଠି ହି ଲେଖିଲି ଆମକୁ ପରଫେକ୍ଟ ଲାଗିବ ରାମ ଲିସନ୍ ଟୁ ରାମ ହି ଇଜ ସିଙ୍ଗିଂ ରାମ ଶୁଣୁଛି ଏଠି ହି କା ପାଇଁ ଲାଗିଛି ରାମ ପାଇଁ ଲାଗିଛି ଏଠି ସେମିତି ଅଛି ଗୋପାଲ ଆଣ୍ଡ ଗଣପତ ଆର୍ ହିୟର ଗୋପାଲ ଏବଂ ଗଣପତ ଏଠି ଅଛନ୍ତି ହେଲା ନାଇଁ ତାପରେ ଏଠି ଲାଗିଛି କଣ ଦେ ଲାଗିଛି ଦେ କା ପାଇଁ ଲାଗିଛି ଗୋବିନ୍ଦ ଆଉ ଗଣପତ ପାଇଁ ଲାଗିଛି କି ନାଇଁ ତାମାନେ କଣ ଏଠି ଆମେ ଯଦି ଦେ ଟା ନ ଲଗେଇବା ତାହେଲେ ଆମେ କଣ ଲଗେଇଥାନ୍ତେ ଗୋବିନ୍ଦ and Ganpat have come to hear him. तो सुना पाठ Okay. ତାମାନେ ଗୋବିନ୍ଦ ଏବଂ ଗଣପତ ଆସିଛନ୍ତି କୁଆଡେ ନା ଏଇ ମୋ ରାମ ପାଖକୁ ଆସିଛନ୍ତି କଣ ପାଇଁ ଶୁଣିବା ପାଇଁ ତ ହିମ୍ ଗୋଟେ ୱାର୍ଡ ହିମ୍ ଏଠି କାହା ପାଇଁ ଲାଗିଲା ରାମ ପାଇଁ ଲାଗିଲା ଲାଗି ନାହିଁ ତାହେଲେ ଏଇ ଯୋଉ ଆମେ ଏଇଠି ବାରମ୍ବାର ଗୋଟେ ଯୋଉ ସବଜେକ୍ଟ ବା ନାଉନ୍ ଟାକୁ ରିପିଟ ନ କରିବା ପାଇଁ ଆଉ ଗୋଟେ ୱାର୍ଡ ଲଗେଇଲେ ଦେ ଲଗେଇଲେ ହେଲା ତାହେଲେ ଏଠି ଦେ କାହା ପାଇଁ ଲଗେଇଲେ ଆମେ ନା ଉଭୟ ଗୋବିନ୍ଦ ଆଉ ଗଣପତ ପାଇଁ ଲଗେଇଲେ ହେଲା କି ନାହିଁ ପୁଣି ଏଠି ଲଗେଇଲେ ଆଉ ଗୋଟେ ୱାର୍ଡ ହି ୱିଲ୍ ବି ଗ୍ଲାଡ୍ ଟୁ ସି ଦେମ୍ ହେଲା କି ନାହିଁ ତାହେଲେ ଏଇଠି ଦେମ୍ କାହା ପାଇଁ ଲଗେଇଲେ ନା ସେଇ ଗୋବିନ୍ଦ ଆଉ ଗଣପତ ପାଇଁ ଲଗେଇଲେ ଏଠି ହି କାହା ପାଇଁ ଲଗେଇଲେ ନା ରାମ ପାଇଁ ଲଗେଇଲେ ରାମ ତାଙ୍କୁ ଦେଖିକି ଖୁସି ହେଇଯିବ ତାହେଲେ ଏଇ ଯୋଉ ୱାର୍ଡ ଗୁଡା ଗୋଟେ ହଉଛି କିଏ ତୁମର ହି ଗୋଟେ ୱାର୍ଡ ହେଲା ନା ଜାଣିଛ ଗୁଡା ହି ୱାର୍ଡ ଗୋଟେ ଦେ ଗୋଟେ ୱାର୍ଡ ଗୋଟେ ହି ହିମ୍ ଗୋଟେ ୱାର୍ଡ ହି ଗୋଟେ ୱାର୍ଡ ଦେମ୍ ଗୋଟେ ୱାର୍ଡ ତାହେଲେ ଏଇ ସବୁ କାହା ବଦଳରେ ଲାଗୁଛି ନା ହି ଲାଗିଲା ରାମ ପାଇଁ ହି ଲାଗିଲା କାହା ପାଇଁ ଏଠି ରାମ ପାଇଁ ଦେ ଏଠି କାହା ପାଇଁ ଲାଗିଲା ଗୋବିନ୍ଦ and ଗଣପତ ପାଇଁ ହେଲା ଏଠି ଦେ ମାନେ କଣ ପ୍ଲୁରାଲ ହେଲା କାହିଁକି ନା ଗୋବିନ୍ଦ ଆଉ ଗଣପତ ହଉଛନ୍ତି ଦି ଜଣ ଲୋକ ଇଏ ଦେ ହେଇଗଲା ପ୍ଲୁରାଲ ଏଠି ହିମ୍ କାହା ପାଇଁ ଲାଗିଲା ହିମ୍ ଲାଗିଲା ରାମ ପାଇଁ ହେଲା ନାଇଁ ଏଠି ଯୋଉ ହି ଲାଗିଛି ସେଠି ସେଇ ସେମ୍ ରାମ ପାଇଁ ଲାଗିଛି ହେଲା ଆଉ ଗୋଟେ ଦେମ୍ କାହା ପାଇଁ ଲାଗିଛି ଗୋବିନ୍ଦ ଆଉ ଗଣପତ ପାଇଁ ହେଲା କି ନାଇଁ ତାହେଲେ ଏଇ ଯୋଉ ଲାଇନ ଗୋଟେ ଏଇ ଯୋଉ ଯେତେ ୱାର୍ଡ ଅଛି ଏଇ ଯୋଉ ଚାରିଟା ୱାର୍ଡ ଏଗୁଡା କଣ ସବୁ ଗୋଟେ ନାଉନ୍ ବଦଳରେ ଲାଗିଛି କଣ ଲାଗିଛି ନାଉନ୍ ବଦଳରେ ଲାଗିଛି these words used instead of noun instead of noun ମାନେ କଣ instead of ମାନେ କଣ ବଦଳରେ बदଳରେ ପରିବର୍ତ୍ତେ ପରିବର୍ତ୍ତେ ତାହେଲେ ଯୋଉ ୱାର୍ଡ ଗୁଡା ନାଉନ୍ ପରିବର୍ତ୍ତେ ଲାଗେ ସେ ୱାର୍ଡ କୁ ଆମେ କଣ କୁହନ୍ତି ପ୍ରୋନାଉନ୍ସ କୁହନ୍ତି କି ନାଇଁ ବୁଝିହେଲା ନା ଦେଖ ବେସିକ ରୁ ଆମେ ଶିଖିବା ହେଲା ତମେ ଜାଣିଛ ପ୍ରୋନାଉନ୍ସ କାହାକୁ କୁହନ୍ତି ବେସିକ ରୁ ଆମେ ଆଗକୁ ବଢି ହେଲା ତମେ କଣ ଜାଣିଲେ ଯୋଉ ୱାର୍ଡ ଗୁଡା ନାଉନ୍ ପରିବର୍ତ୍ତେ ଲାଗେ ତାକୁ ଆମେ କଣ କୁହନ୍ତି ପ୍ରୋନାଉନ୍ସ ଇଂଲିଶ ଲେଖିପାରିବା pronoun is a word which is used instead of a noun noun ବଦଳରେ ଲାଗେ ହେଲା instead ମାନେ କଣ ପରିବର୍ତ୍ତେ ବା ବଦଳରେ ସିମ୍ପଲ ହେଲା ତାହେଲେ ଆମେ ଯୋଉ ଜାଣିଲେ ଏଠି ହି ଗୋଟେ ୱାର୍ଡ ପାଇଲେ ଆଉ ଗୋଟେ ହିମ୍ ଗୋଟେ ୱାର୍ଡ ପାଇଲେ ଦେ ଗୋଟେ ୱାର୍ଡ ପାଇଲେ ଦେମ୍ ଗୋଟେ ୱାର୍ଡ ପାଇଲେ ତାହେଲେ ନାହିଁ
तो ହି ଏଠି ସେଇ ସେମ୍ ରାମ ପାଇଁ ଲାଗୁଛି, ହି ବି ଲାଗୁଛି ରାମ ପାଇଁ, ହିମ୍ ବି ଲାଗୁଛି ରାମ ପାଇଁ, ହେଲା କି ନାଇଁ? ତ ଏଠି ଦେ କାହା ପାଇଁ ଲାଗୁଛି? ଦେ ଲାଗୁଛି ଗୋପାଲ ଆଣ୍ଡ ଗଣପତ ପାଇଁ, ହେଲା କି ନାଇଁ? ଆଉ ଦେମ୍ ବି ଲାଗୁଛି ଗୋପାଲ ଆଣ୍ଡ ଗଣପତ ପାଇଁ। ତାହେଲେ ଦେ କେତେବେଳେ ଲାଗିବ, ଦେମ୍ କେତେବେଳେ ଲାଗିବ, ହି କେତେବେଳେ ଲାଗିବ, ହିମ୍ କେତେବେଳେ ଲାଗିବ, ଏଇଟା ହଉଛି କଥା। କେତେବେଳେ ଲାଗିବ? ତ ଦେଖ ଭର୍ବ, ଭର୍ବ ପୂର୍ବରୁ, ଭର୍ବ ପରେ ଯୋଉ ପ୍ରୋନାଉନ ଆସିବ, ଯଦି ଆଉ ଭର୍ବ ପୂର୍ବରୁ ଯୋଉ ପ୍ରୋନାଉନ ଆସିବ, ଯଦି ଭର୍ବ ପରେ ରାମ ବିଷୟରେ ଆମେ ରାମ ବିଷୟରେ କହିବା, ଯଦି ସବଜେକ୍ଟ ସେ ନାଉନ ଟା ଥିବ, ତାହେଲେ ଆମେ କଣ ଲଗେଇବା? ହି ଲଗେଇବା, ହେଲା କି ନାଇଁ? ଭର୍ବ ପୂର୍ବରୁ, ଭର୍ବ ପରେ ଯଦି ରାମ ବିଷୟରେ କହିବା, ତାହେଲେ ସେଟା ହିମ୍ କହିବା, ଆଉ ତାକୁ ହି କହିବାନି। ହି ଟାକୁ କହିପାରିବା ଆମେ ନୋମିନେଟିଭ କେସ୍, ହିମ୍ ଟାକୁ କହିପାରିବା ଆମେ ଆକ୍ୟୁଜେଟିଭ କେସ୍ କିମ୍ବା ଅବଜେକ୍ଟିଭ କେସ୍, ବୁଝିଲେ କି ନାଇଁ? ଯାହା ଆମେ Yes, sir. ପଢିଛେ, ହେଲା। ସେମିତି ଦେଟା ହଉଛି କଣ? ଦେଟା ସବଜେକ୍ଟ ମାନେ ଭର୍ବ ପୂର୍ବରୁ, ତ ଆମେ କହିପାରିବା ତାକୁ ନୋମିନେଟିଭ କେସ୍, ଦେଟା ହେଇଯିବ ନୋମିନେଟିଭ କେସ୍ ଏବଂ ଦେମ୍ ଟା ହେଇଯିବ କଣ? ଅବଜେକ୍ଟିଭ କେସ୍ ବା ଆକ୍ୟୁଜେଟିଭ କେସ୍। ସିମ୍ପଲ, ମାନେ ଭର୍ବ ପରେ ଲଗେଇବା ଦେମ୍, ଭର୍ବ ପୂର୍ବରୁ ଲଗେଇବା। ଏଠି ଦେମ୍ ମାନେ କାହାକୁ ବୁଝଉଛି? ନା ଗୋପାଳ ଆଣ୍ଡ ଗଣପତକୁ ବୁଝଉଛି। ଯେହେତୁ ଭର୍ବ ପରେ ସେମାନଙ୍କ କଥା ଆସୁଛି, ତେଣୁ ତାଙ୍କ ସେଠି ଆମେ ଦେ ଲଗେଇବାନି, ଦେ ଲଗେଇଲେ ଭୁଲ ହେଇଯିବ। ସେଠି ଆମେ କଣ ଲଗେଇବା? ଭର୍ବ ପରେ ଅବଜେକ୍ଟିଭ କେସ୍ ସବୁବେଳେ ଆମେ କଣ ଲଗେଇବା? ଆକ୍ୟୁଜେଟିଭ କେସ୍ ଲଗେଇବା ବା ଅବଜେକ୍ଟିଭ କେସ୍ ଲଗେଇବା ଭର୍ବ ପରେ, ହେଲା। ସେମ୍ ସବଜେକ୍ଟ, ସେ ବି ଏଇଠି ବି ଦେ ଏଇଆକୁ ବୁଝଉଛି, ଦେମ୍ ବି କାହାକୁ ବୁଝଉଛି? ଏଇଆକୁ ବୁଝଉଛି। ଭର୍ବ ପୂର୍ବରୁ ହେଲେ ଦେ ଲଗେଇବା, ଭର୍ବ ପରେ ହେଲେ ଦେମ୍ ଲଗେଇବା, ସିମ୍ପଲ, ହେଲା ନା ନାଇଁ? ତାପରେ ଆଗକୁ ଆମେ ଆହୁରି ଭଲ ମାନେ ଭଲ ଡିସ୍କସନ କରିବା, ଏତିକି ଖାଲି ମୁଁ ଜଷ୍ଟ ବେସିକରେ କହିଦେଲି, ହେଲା ନା? ତ ନୋମିନେଟିଭ କେସ୍ ଲଗେଇବା ଭର୍ବ ପୂର୍ବରୁ, ଆକ୍ୟୁଜେଟିଭ କେସ୍ ଲଗେଇବା ବା ଅବଜେକ୍ଟିଭ କେସ୍ ଲଗେଇବା ଭର୍ବ ପରେ, ସିମ୍ପଲ, ହେଲା। କିଛି ଡାଉଟ ଅଛି କାହାର? No, sir. ହଁ ଅଚିତ, Sir, ମୋର doubt ଥିଲା No, glad sir. means, ହଁ ଡାଉଟ ଡାଉଟ କିଛି ଅଛି କି ଅଚିତ? sir, glad No, means, sir. ନା ସେ ସେଣ୍ଟେନ୍ସ ମାନେ ଅଲଗା କଥା ମୁଁ କହିବି। ଡାଉଟ କିଛି ଅଛି କି ପ୍ରୋନାଉନ ରେ? no, No, sir. sir. ଗ୍ଲାଡ ମାନେ କଣ? ଖୁସି। You will be glad to see them, ତା ମାନେ ତୁ ତୋ ଭାଇକି ଦେଖିଲେ ଖୁସି ହେଇଯିବୁ। ତୋ ଭାଇ ଆସିବ, ତୋ ଚକଲେଟ ଆଣିଥିବ, ଡେୟାରୀ ମିଲ୍କ ଆଣିଥିବ, ତୋ ଚୁଟି ଘୁମେଇ ମାରିବ, ତୋ ଭାଇକି ଦେଖିଲେ ଖୁସି ହେଇଯିବୁ ଟିକେ, ବୁଝିପାରିଲ? ତାମାନେ ସବୁ ଫାଲତୁଆ ଚକଲେଟ ଆଣିଥିଲା। ସେବା ଭାଇ ଚକଲେଟ ଆଣିବ, ଜୀବନ ଲାଳ ଗଳି ପଡିବ। ତାହେଲେ you will be glad to see them, ହେଲା। ଗ୍ଲାଡ ମାନେ ଖୁସି ହେଇଯିବୁ ଦେଖିକି। ଆଗକୁ ଯିବା। Yes, Yes, sir. sir. Sir, exercise କରିବେ ନା କଣ? ଆଉ କିଛି ଅଛି ଗୋଟେ ଦି ତିନିଟା ପ୍ରାକ୍ଟିସ କରି ତାପରେ ଏକ୍ସରସାଇଜ କରିବା, ହାତରେ କରିକି ପଠେଇବ। ସବୁ ଏକ୍ସରସାଇଜ ଯୋଉଟା ଦେବି ସେଟା ପରୀକ୍ଷା ମନେ ରଖିବ। ତମେ ମତେ କୁହାକୁହି ନାହିଁ, କାହିଁକିନା ଛୁଆ କିଛି ଅଛନ୍ତି କମ୍ପ୍ଲେନ କରୁଛନ୍ତି, କଣ କରୁଛନ୍ତି ସେମାନେ, ମୁଁ କହିବାକୁ ଚାହୁଁଛି ସେ କହିଦଉଛନ୍ତି, ତେଣୁ କିନ୍ତୁ ସେଇମାନଙ୍କ ପାଇଁ ହାତରେ ତୁମେ କରିବ, ପଠେଇବ, ହେଲା, ମୁଁ ଦେଖିବି। ଆପଣ ସାର୍ କହୁଥିଲେ କହିବାକୁ, ସେଇଟା ଖାତାରେ ପଠେଇ କହିଦେଲେ ଚଳିବନି? କାହିଁକି କଷ୍ଟ ହଉଛି ମାନେ କି? କହିବୁ। କଷ୍ଟ ହଉଛି କି? କଷ୍ଟ ନ କଲେ ଆମେ ଧର କହିଲେ ଚଳିବନି? ନା ନା ତମେ କିଏ କଣ କହୁଛ ଭୁଲ ଭାଲ କହିଦଉଛ, ତମ ରିଆକ୍ସନ ଆଉ ଗୋଟେ କଣ କରୁଥିବ। ଖାତାରେ କଲେ ତ ମାଇଣ୍ଡ ଟା କଣ, ଯାହା ବୁଝିଲ ତ ମାଇଣ୍ଡ ଟା ପ୍ରିଣ୍ଟ ହେଇ ରହିବ ଖାତାରେ କଲେ, ବୁଝିଲେ? ବୁଝିବାକୁ ସେଇଥିପାଇଁ ମୁଁ କହୁଛି ହାତରେ କଲେ ଏଇଟା ହବ ଡିଫରେନ୍ସ, ହେଲା ନା? ସାର୍ ଯୋଉ ନୋଟ କରିବୁ ନା ଆପଣ ଯୋଉ ଏକ୍ସରସାଇଜ ପଠେଇବେ ସେଇଟା କରିବୁ? ତାପରେ ଯୋଉ ଏକ୍ସରସାଇଜ ଦେବି ସେ ଏକ୍ସରସାଇଜ ଟା ମତେ ନୋଟ ରେ କରିକି ପଠେଇବ, ଟିଚର ଯୋଉଠି ସାର୍ ପଠେଇବ। ଲେଟ୍ କହିଦେଲେ ଚଳି। ଯୋଉଟା କହିବୁ, ନା ନା ତମେ ଯାହା କହିଲି ସେତିକି କର, ଏତେ ଶସ୍ତା ହଉନା, ହାତେ କଲମ ଆଜ୍ଞା ନହେଲେ ସାର୍। ପାର୍ଟିସିପେସନ ହବନି। No, ଏଇ sir, ମୋର ଗୋଟେ doubt ଅଛି। ମୋ ଡାଉଟ କହ। ଯୋଉ ସାର୍ ଯୋଉ ସାର୍ ଯୋଉ ଆପଣ କହିଲେ ଭର୍ବ ପୂର୍ବରୁ ଲାଗିଲେ କଣ, ଭର୍ବ ପରେ ଲାଗିଲେ କଣ, ସେଟା ମୁଁ ବୁଝିପାରିଲିନି ଟିକେ। ଭର୍ବ ପୂର୍ବରୁ ଲାଗିଲେ, ଭର୍ବ ପରେ ଲାଗିଲେ କଣ? Yes, sir. ମୁଁ କହିବି, ହଁ କହ। ଭର୍ବ ପୂର୍ବରୁ ଯୋଉ ୱାର୍ଡ ଟା ଲାଗେ ତାକୁ ମାନେ ଯୋଉ ନୋମିନେଟିଭ କେସ୍ କୁହନ୍ତି, ଭର୍ବ ପରେ ଯାଟା ଲାଗିଲେ ଯୋଉ ଥାଏ ତାକୁ ଆକ୍ୟୁଜେଟିଭ କେସ୍ କୁହନ୍ତି। ସାର୍ କିନ୍ତୁ ସେ ଦିଟାକୁ ପ୍ରନାଉନ କୁହନ୍ତି ତ? ପ୍ରୋନାଉନ କୁହନ୍ତି। ଓକେ ସାର୍ ସାର୍, ଆରେ ମାନେ ପ୍ରୋନାଉନ ଟା ନାଉନ ଆମେ ନାଉନ ପରିବର୍ତ୍ତେ ଲଗେଇଲେ, ହେଲା ନାଇଁ? ଆମେ ଜାଣିଲେ Yes, sir. ଭର୍ବ ପୂର୍ବରୁ ଯୋଉ ୱାର୍ଡ ଟା ରହୁଛି, ଆରେ ଦେଖ ପ୍ରୋନାଉନ ଟା ନାଉନ ବଦଳରେ ଲାଗିଲା, ପ୍ରୋନାଉନ ଟା ଗୋଟେ ନାଉନ ନୁହେଁ କି? ପ୍ରୋନାଉନ ଟା ନାଉନ ନୁହଁ, ପ୍ରୋନାଉନ ଟା ଆମେ ସବଜେକ୍ଟ କହିପାରିବା ନାହିଁ। ମୁଁ କହିବି ହି ଇଜ Yes, ସିଙ୍ଗିଂ, sir.
তাহলে হিটা নমিনেটিভ কেস নুহ কি হ্যাঁ ହଁ ତାହେଲେ ଯୋଉ ଏଇଠି ହି ଯୋଉ ପ୍ରୋନାଉନ ଟା ହି ହେଇଯିବ ନୋମିନେଟିଭ କେସ ର ପ୍ରୋନାଉନ ହେଲା ନାଇଁ ଏଠି ଯୋଉ କହିଛି ହିମ୍ କହିଛି ଏଠି ହିମ୍ କିଏ ସେଇ ସବଜେକ୍ଟ ରାମ ନୁହେଁ କି ତାହେଲେ ହିମ୍ ଟା ଗୋଟେ ପ୍ରୋନାଉନ ସେ ରାମ ପାଇଁ ଲାଗିଛି ପ୍ରୋନାଉନ ନା ଅବଜେକ୍ଟିଭ କେସ ର ପ୍ରୋନାଉନ କୋଉ କେସ ର Accusative ଅବଜେକ୍ଟିଭ case. ଅବଜେକ୍ଟିଭ Yes ଯା sir. ଆକ୍ୟୁଜେଟିଭ ସେଇଆ Yes sir. ତ ଏଠି ତମେ ହି ଲଗେଇ ପାରିବନି ଭୁଲ ହେଇଯିବ କି ଏଠି ତମେ ହିମ୍ ଲଗେଇ ପାରିବନି ଭୁଲ ହେଇଯିବ ହେଲା ସେମିତି ଦେ ଟା ସବୁବେଳେ ନୋମିନେଟିଭ କେସ ରହିବ ଦେ ଏଠି ରହିବ ସବଜେକ୍ଟ କେସ ରହିବ ହେଲା ତ ଭର୍ବ ଡେଇଲା ମାନେ ଭର୍ବ ହଉଛି କଣ ଗୋଟେ ୱାଲ ସେ ୱାଲ ଡେଇଲା ମାନେ ଦେ ଆଉ ଦେ ରହିବନି ସେ ଦେମ ପରିବର୍ତ୍ତନ ହେଇଯିବ ତ ଏଠି ଦେ ଲଗେଇ ପାରିବନି ଆକ୍ୟୁଜେଟିଭ କେସ ରେ କେବେ ବି ତୁମେ ଦେ ଲଗେଇ ପାରିବ ନାହିଁ ଦେମ ରହିବ ହେଲା ଅବଜେକ୍ଟିଭ କେସ ରେ ହିମ୍ ଦେ ହର ଏଗୁଡା ସବୁ ହେଲା ସି ରହୁଛି କଣ ଅବଜେକ୍ଟିଭ କେସ ହର ସେଠି ତୁମେ ସି ଲଗେଇ ପାରିବନି ନାଇଁ ବୁଝିଲ ମୁଁ ଏଇଆ କହିଲି ସେଠି ତୁ ବୁଝିଲି ନା ଟୁଇଙ୍କିଲ Yes sir. ତାହେଲେ ଏଇଟା ମତେ କହ ଏଇଠି ହଉଛି ଏଇଠି ମତେ ପ୍ରନାଉନ କିଏ କୁହ He will be glad to see them. ସେଇଟା ଦିସ୍ ସେଣ୍ଟେନ୍ସ ସେତେବେଳେ ତଳେ ଲେଖିଲେ did I not tell you to be ପଙ୍କଚୁଆଲ ରାମ punctual ରାମ? ମାନେ ଏଠି ରାମ ଆଉ ଗୋଟେ ତା ସାଙ୍ଗ ଅଛନ୍ତି ଦି ଜଣ ଅଛନ୍ତି ହେଲା Yes sir. ବୁଝିଲା କି ନାଇଁ ଏଇଟା ହଉଛି Yes. ରାମର ମୁଣ୍ଡ ଗୋଡ ହାତ ହାତ Sir ବାହାରିଛି ମୁଁ କହିବି କି? Sir ମୁଁ କହିବି। Sir ମୁଁ କହିବି। ଏଇ Sir, ଝଗଡା ପାଇଁ ମୁଁ କୁହେ ଖାତାରେ ଲେଖି ପଠେଇବ ହେଲା ନା ଓହୋ ବେଷ୍ଟ ଏମିତି କଥା। ସଲ୍ୟୁସନ ହେଲା ନା ବୁଝିଲୁ ଅର୍ଚିତ ଝଗଡା ଲାଗନ୍ତି ଜାଣିନୁ Sir ଆପଣ ଯାହାକୁ ପଚାରେ ସେ କହିବ। ଏଇଟା ଏବେ ଗୋଟେ କଥା କହିଲି ଆଚ୍ଛା ଅର୍ଚିତ କହ Sir, କଣ ମାନେ ଏଥିରେ ମାନେ କଣ ଏଇଠି ପ୍ରୋନାଉନ କିଏ କହ ଏଇ ସେଣ୍ଟେନ୍ସ ର ପ୍ରୋନାଉନ କିଏ ତାପରେ ମାନେ ଶୁଣୁ ଦି ଜଣ ସାଙ୍ଗ କଥା ହଉଛନ୍ତି ଇଏ ହଉଛି କିଏ ଇଏ ହଉଛି ଗୋଟେ ଛୁଆ ଇଏ ହଉଛି ଗୋଟେ ଛୁଆ ଇଏ ହଉଛି ରାମ ହେଲା କି ନାଇଁ ଇଏ ହଉଛି ତା ସାଙ୍ଗ ହେଲା କି ନାଇଁ ଇଏ ହଉଛି ତା ଫ୍ରେଣ୍ଡ ରାମର ଫ୍ରେଣ୍ଡ କହୁଛି did I not tell you to be punctual ରାମ ତାହେଲେ ଇଏ ରାମକୁ କହୁଛି ହେଲେ ଆରେ ମୁଁ ତମକୁ କହିନଥିଲି କି ଟିକେ ପଙ୍କ୍ଚୁଆଲ ହବ ମାନେ କଣ ପଙ୍କ୍ଚୁଆଲ ମାନେ କଣ ମାନେ ଟାଇମଲି ସବୁ ଜିନିଷ କରିବ ହଁ Yes ସିନସିୟର sir ମାନେ yes yes. କହ ଗୋଟେ ଅର୍ଚିତ କହ କୋଉଟା ପ୍ରୋନାଉନ ସାର୍ ଏଇଟା ଆଇ ଗୋଟେ ପ୍ରୋନାଉନ ହବ ୟୁ ଗୋଟେ ହବ ତାମାନେ ଏଇଠି ଦି ଜଣ ଲୋକଙ୍କ କଥାବାର୍ତ୍ତା ଚାଲିଛି ନୁହେଁ କି ୟେସ୍ ସାର୍ ଦି ଜଣ ଛୁଆଙ୍କ କଥାବାର୍ତ୍ତା ଚାଲିଛି ତାହେଲେ ଏଇ ଲୋକଟା ଯୋଉ ଲୋକଟା କହୁଥିବ ମନେକର ଏଇ ଲୋକଟା କହୁଛି ତା ପାଟିରୁ କଥା ବାହାରୁଛି କିଏ କହୁଛି ଆକୁ କହୁଛି ତାହେଲେ ଆଇଟା କାହା ପାଇଁ ବସିବ ଏ ଆଇଟା ସାର୍ ନାମ ପାଇଁ ବସିବ ୟୁ ଟା ତାର ଆଉଟା ଫ୍ରେଣ୍ଡ ପାଇଁ ଆଉ ମୁଣ୍ଡ ପଡୁ କହିଲୁ Sir ମୁଁ କହିବି। କହୁନୁ Sir ଆଇଟା ସେଇ ଯୋଉ ଛୁଆଟା ପାଇଁ ଲାଗିବ ଆଉ ୟୁଟା ରାମ ପାଇଁ ଲାଗିବ। ହଁ ଆରେ ଏଇ ପା କହୁଛି ତତେ ଏବେ ଯିଏ କହୁଥିବ ଦେଖ ଏଇଠି ଇଏ ବି ଗୋଟେ ଛୁଆ ଇଏ ବି ଗୋଟେ ଛୁଆ ଇଏ ବି ଗୋଟେ ନାଉନ୍ ନା ନାହିଁ ଇଏ ବି ଗୋଟେ ରାମ ବି ଗୋଟେ ନାଉନ୍ ନା ନାହିଁ Yes sir. ସବୁ ଆନିମଲ ଏଗୁଡା ସବୁ ନାଉନ୍ ଗୋଟେ ଗୋଟେ ହେଲା ନାଇଁ ତାହେଲେ ଯୋଉ ଲୋକଟା କହୁଛି କଣ ଯିଏ କହୁଛି କଥାଟା କିଏ କହୁଛି ନା ରାମର ସାଙ୍ଗଟା କହୁଛି ତ ସିଏ ଯେତେବେଳେ କହିବ ତୁ ଟୁଇଙ୍କିଲ ଯେତେବେଳେ ତା ସାଙ୍ଗକୁ କହୁଥିବ ଟୁଇଙ୍କିଲ ତୋ ପାଇଁ କଣ ଲଗେଇବୁ କୋଉ ଶବ୍ଦ ଲଗେଇବୁ ଆଇ ଆଇ ଲଗେଇବୁ ତାହେଲେ ଆଇ ଗୋଟେ ପ୍ରୋନାଉନ ତାହେଲେ ଯିଏ ସାର୍ ତାହେଲେ କହୁଥାଏ ମାନେ ୟୁ ଟା ରାମ ପାଇଁ ଲାଗିବ ତୋ ସାଙ୍ଗକୁ କହିବୁ ହେଲା ତୋ ସାଙ୍ଗ ନାଁ କହ ପୁଅ ସାଙ୍ଗ ହଉ ଝିଅ ସାଙ୍ଗ ହଉ କହ ଇଏ ଅର୍ଚିତ କଣ ସାଙ୍ଗ ଝିଅ ସାଙ୍ଗ ପୁଅ ସାଙ୍ଗ ଯିଏ ହଉଛି କହ କଥା ଯାହା ଗୋଟା କହୁନୁ ନା ତ ନା କହିଲେ ତୁ ବେଶୀ ଭଲରେ ବୁଝିବୁ କହ ସାର୍ ଧର ରିଙ୍କୁନୁ ରିଙ୍କୁନୁ ହେଲା ଅର୍ଚିତ କହୁଛି ତୁ ରିଙ୍କୁନୁ ତୁ ଅର୍ଚିତ କଣ କହିବୁ ଗୋଟେ କଥା କହୁନୁ ଆଜି କହ ମୁଁ କହୁଛି କି ମୁଁ ତା ସାଇକେଲକୁ ବାଡେଇ ଭାଙ୍ଗିଦେଲି ଆଚ୍ଛା ନା ତମେ ଦୁଇ ଜଣ କଥାବାର୍ତ୍ତା ହଉଛ ତୁ ତ ଆମକୁ କହୁଛୁ ଅର୍ଚିତ ରିଙ୍କୁନ କଥାବାର୍ତ୍ତା ହଉଛନ୍ତି ଗୋଟେ କଥାବାର୍ତ୍ତା କହ କଥା ଗୋଟେ କହ ତୁ ଆଜି ସକାଳେ କଣ ଖାଇଛୁ ଆଚ୍ଛା ଅର୍ଚିତ ରିଙ୍କୁନକୁ ପଚାରିଲା ତୁ ଆଜି ସକାଳେ କଣ ଖାଇଲୁ ହେଲା ନା ତ କ୍ୱେଶ୍ଚନ କଣ ହବ ହ୍ୱାଟ ଡିଡ୍ ୟୁ ଇଟ୍ ଇନ୍ ୟୋର ବ୍ରେକଫାଷ୍ଟ ବ୍ରେକଫାଷ୍ଟ
व्हाट डिड यू ईट तू कोन खाइलु ए हबा कि नहीं अच्छा Yes, sir. ताले एडु यू वर्ड टा काहा कहली तू ए रिंग से फ्रेंड को बुझी पाइले नहीं ताले तू जेहेतु स्पीक करूजु तू कथा कहूजु अर्चित एटी जेहेतु कथा कहूजी तो यू टा ताले कोन होई बाकी जो लोकटा कहूतु ताक सी हबा यू हला एम नहीं तो ताले सर एटी लेकिन जो did I हां did I not tell you be punctual? मो कथाटा सुन टिके एडी क्वेश्चन पचारिलु एडी अर्चित कथा कहूची ना नहीं Yes, sir. एडी अर्चित कथा कहूची एडी यू किए रिंकुन हैला के हैला यू रिंकुन Rinkun. अर्चित रिंकुन पर रिप्लाई दबो दबो कि नहीं Yes, sir. એટલે આર વર્તન આન્સર દેલા ହେଲା କି નહીં એટલે ସେ କଣ କହିକି ଆନ୍ସର ଦବ ଆଇ ଏଟ୍ କଣ କହିବ ମୁଁ ଖାଇଥିଲି ପୁରୀ ଡାଲମା No, sir. ସେ ବରା ପକୋଡି ଖାଇଥିଲା ବରା ପକୁଡି ହଉ ସେ ଯାହା ବି ଖାଉ ବହୁ ବରା ପକୁଡି ହେଲା ଠିକ ଅଛି ତାହେଲେ ସେ ଯୋଉ ଆଇ ଯୋଉ ୱାର୍ଡ ଟା ଲଗେଇଲା ଯୋଉ ଆଇ ୱାର୍ଡ ଟା ଲଗେଇଲା ତାହେଲେ ଆଇଟା ଏଠି କଣ ହେଇଗଲା ଆଇଟା ଏଠି ସାର୍ ରିଙ୍କୁନ ପାଇଁ ବସିଲା ରିଙ୍କୁନ ପାଇଁ ବସିଲା ତାହେଲେ ଯେତେବେଳେ ରିଙ୍କୁନ ନିଜ ବିଷୟରେ କହୁଛି ସେଠି ଆଇ ଲଗଉଛି ହେଲା ନା ନାହିଁ yes sir ଯେତେବେଳେ ତୁ ରିଙ୍କୁନ କୁ କହୁଛୁ ହେଲା ନା ନାହିଁ ତା ପାଇଁ କଣ ୟୁ ଲଗଉଛୁ ହେଲେ ଯୋଉ ଲୋକଟା କହୁଥାଏ ଯୋଉ ଲୋକଟା ସବୁବେଳେ କହୁଥିବ ସିଏ ହେଇଯିବ କଣ ଫାଷ୍ଟ ପର୍ସନ କି ପର୍ସନ ତାକୁ କୁହନ୍ତି ଆମେ ଫାର୍ଷ୍ଟ ପର୍ସନ ବୁଝିହେଲା ନା ନାହିଁ ହେଲା ନା ତୁ ଯାହାକୁ କହୁଥିବୁ ବର୍ତ୍ତମାନ ତୁ ରିଙ୍କୁନ କୁ କହୁଛୁ ରିଙ୍କୁନ ହେଇଯିବ ସେକେଣ୍ଡ ପର୍ସନ ବୁଝିହେଲା ନା ନାହିଁ yes sir ନା ନାହିଁ ତୁ ଯେହେତୁ sir. କଥା ହଉଛୁ ବର୍ତ୍ତମାନ ତାପରେ ରିଙ୍କୁନ ଆପଣ ରିପ୍ଲାଇ ଦେଲା ହେଲା ନା ତ ରିଙ୍କୁନ ହେଇଯିବ ଏଠି ଫାଷ୍ଟ ପର୍ସନ ବୁଝିହେଲା ନା ନାହିଁ ରିଙ୍କୁନ ଯେତେବେଳେ ରିପ୍ଲାଇ ଦଉଛି ଫାଷ୍ଟ ପର୍ସନ କିଏ ହେଇଯିବ ରିଙ୍କୁନ ସେକେଣ୍ଡ ପର୍ସନ କିଏ ହେଇଯିବ अर्चित तम दी जन को छाड़देले मनकर तो सांग आसीगला ता ना हूँ के आशीष आसीगला तो सांग ना कौन आशीष आसीगला सी तुम भितर पशि कथा कहला सी एटी थर्ड पर्सन की पर्सन थर्ड पर्सन टेंस थर्ड पर्सन पाखरे ही गोज लगे सी गोज लगे लगे नहीं माने पड़छ सही थर्ड पर्सन हे जीव ताले फास्ट पर्सन किए फास्ट पर्सन जो लोकटा कहूଥାଏ जोटा स्पीक करूଥାଏ से होउची फास्ट पर्सन जो लोकटा को मनकर फास्ट पर्सन जो लोकटा को कहूथि मनकर ये रामर सांग बर्तन राम को कहूची राम होई जीवो फास्ट पर्सन राम होई जीवो ना से रामर सांग होई जीवो फास्ट पर्सन राम होई जीवो सेकंड पर्सन तेणु आई होउची गोटे प्रोनाउन यू भी गोटे प्रोनाउन बुझेला नहीं आई होउची फास्ट पर्सन प्रोनाउन यू होउची सेकंड पर्सन प्रोनाउन बेसिक जिंस बुझिला बुझिला ना बुझिलेनी बुझिला yes sir प्रोनाउन हबो यू भी गोटे प्रोनाउन हबो आई हे जीवो को पर्सन फास्ट पर्सन प्रोनाउन सबले सेकंड पर्सन प्रोनाउन बुझिला नहीं yes sir ठीक अछि अब फास्ट पर्सन सेकंड पर्सन थर्ड पर्सन डाउट अछि की no sir फर्स्ट पर्सन तो जरा आई सेकंड पर्सन तो यू और थर्ड पर्सन आउ सब आई और यू को छल्ला जति सब अछि सेगुला आउ जो दो दिटा कथा होउतबे एई दिटा लोक बर्तन कथाटा होउछ आंकर भितर जीए कथा कहउथिबो से हे जीवो फास्ट पर्सन जो लोकटा से कथा कहउथिबो से हे जीवो सेकंड पर्सन ए दी जन को छडा बाकी दुनिया रे जी रहले सब थर्ड पर्सन yes sir सिंपल तापर एई सेंटेंस सब आंसर को yes sir एटा दिशा को तो कहू यस सर सर प्रोनाउन प्रोनाउन कहिबो सर आई तापर नेक्स्ट व्हाई आर यू क्राइंग आर यू अफ्रेड Sir, ऑफ मी हां सुनो कहबी सुनो सर यू सर दीटा यू आउ प्रोनाउन अछि की सर प्रोनाउन नो अच्छा आउ अछि की कहबो yes sir अच्छी मैं क्यों मी अछि देखो जो वर्ब ना वर्ब में कहो नोमिनेटिव केस अछि ऑब्जेक्टिव केस अछि कि नहीं तो जते बेले आईटा सब्जेक्ट थिबा हम आई लगेबा तो ऑब्जेक्टिव केस रे आई लागिबोनी के लागिबो तार मी हे जिवो के हे जिवो मी हे जिवो
ବୁଝିଲେ ନା ନାହିଁ? ତ ମିଟା ହେଇଯିବ Yes, କଣ sir. ଅବଜେକ୍ଟିଭ କେସ୍। ୟୁର ୟୁ, ହିର ହିମ୍, ଉଇର ଅସ୍। ହଁ ଆଇ ର ହଉଛି ପ୍ଲୁରାଲ ଟା वी, ଆଇ ର ପ୍ଲୁରାଲ ଟା କଣ वी, ହେଲା କି ନାହିଁ? ଉଇ ତାର वी ର ଯୋଉ ଅବଜେକ୍ଟିଭ କେସ୍ ଟା କଣ ହେଇଯିବ ଅସ୍। ହେଲା ସିମ୍ପଲ, ବୁଝିଲ? ତାପରେ ନେକ୍ସଟ ସେଣ୍ଟେନ୍ସ କୁହ। ମାରିଦେବି। ଆରେ ପଛରେ ମାରିବ। we should always speak the truth। ସାର୍ ମୁଁ କହିବି। ନା ଅର୍ଚିତ କୁ। We should always speak the truth. Sir, we ହବ। we have ଗୋଟେ pronoun। next ଏଟା କୁହ let us go out। ସମସ୍ତଙ୍କୁ ଜଣ ଜଣ କରି ଏମିତି ପଚାରନ୍ତୁ। let us go out for a walk। ଏଟା ଟ୍ୱିଙ୍କଲ କହ। ସାର୍ ମୁଁ କହିବି। ସାର୍ ନା ମୁଁ କହିବି। କଣ? ସାର୍ କହୁଛି ଅସ୍ ଗୋଟେ ଆଉ ଅସ୍ ଗୋଟେ ଖାଲି। ଏଇଟା ହଉଛି କଣ we ର ହଉଛି କଣ ଯୋଉ ଅବଜେକ୍ଟିଭ କେସ୍ ନୁହେଁ କି? ତାହେଲେ I ର ଅବଜେକ୍ଟିଭ କେସ୍ କିଏ? me। ମୁଁ ଆଉ ତ ଡିଟେଲସ ରେ କହିବି। I ର ହଉଛି me, he ର କିଏ? he ର ହେଇଯିବ him ଅବଜେକ୍ଟିଭ କେସ୍, she ର her, they ର କଣ ହେଇଯିବ? them। ଦେମ୍। ବୁଝିଲା? ଏକ୍ସରସାଇଜ କରିବା। ୟୁ ସାର୍। ତାହେଲେ କହୁଛି pick out the pronouns in the following sentences and say what each one stands for। ସାର୍ ଆପଣ ଜଣେ ଜଣେ କରି ପଚାରନ୍ତୁ। ଜଣେ ଜଣେ କରି ପଚାରିବି। ଏ ସାର୍ Yes, sir, ଫାଷ୍ଟ best idea. ମନେକର ଦିଶା କହିଲେ, ତାପରେ ସେ କହିଲେ, ତାପରେ ମୁଁ କହିଲି କି ସେ ଦିଶା ଆଗେ କହିଲେ, କହିଲେ। ଦିଶା କହିଲେ କଣ? ତୁ ଗୋଟିଏ କ୍ଲାସମେଟ, ତୁ ଭଦ୍ରାମି ଦଉଛି ନା। ହଉ ଦେ କହ। ସାର୍ ହିନ୍ଦୀ ସାର୍ କହିଛନ୍ତି ଯେ ତମେ ନ କହିବା ତାକୁ ସେକିଦେବି। ଆକ୍ଚୁଆଲି ଭଲ କଥାଟେ। ଠିକ ଅଛି କହ ଦିଶା କହିଲେ। ଓକେ ଠିକ ଅଛି। ମାଙ୍କୁ ତାହେଲେ କଣ କହିବ? ମାଙ୍କୁ କଣ ଡାକୁ? ସାର୍ ମାମା। ନା ନା ହିନ୍ଦୀ ସାର୍ କହିଛନ୍ତି ତୁମେ କହିବାକୁ ସାଙ୍ଗ ମାନଙ୍କୁ। ତାହେଲେ ମାଙ୍କୁ ତୁ କଣ କହୁଥିବୁ? ସାର୍ ତୁମେ କହୁଛି, ସମସ୍ତଙ୍କୁ କହିବେ ତୁମେ। ହଁ ଆଉ ସାର୍ ଆପଣ, ବୁଝିଲେନି? ଆପଣ ମାନେ ଧର ଆମର ମାନେ ବହୁତ ବଡ ମାନେ ନା ନା ମାନେ ଯେମିତି ଆମ ମୁଁ କହୁଛି ଆପଣ ବେସିକାଲି କାହାକୁ କୁହନ୍ତି? ଆପଣ ଟା ଟିକେ ଅଧିକ ସମ୍ମାନ, ବୁଝିଲେ କି ନାଇଁ? ଆପଣ ଟିକେ କାହିଁକି ନା ବହୁତ ସମ୍ମାନ ହେଲା। ମାଙ୍କୁ ଆପଣ ସାର୍ କହିଲେ ବି, ମା ବାପାଙ୍କୁ ଆପଣ କହିଲେ ବହୁତ ବଢିଆ ହେଲା ନା। ବେସିକାଲି ଟିଚର ମାନଙ୍କୁ କୁହାଯାଏ, କୋଉ ଅଚିହ୍ନା ଲୋକ ଯଦି ଦେଖା ହେଲା ତାକୁ ବି କୁହାଯାଏ ନା ନା। ବେଶୀ ଅତି କ୍ଲୋଜ ହେଲେ ଆମେ ବେସିକାଲି ତୁମେ କହିପାରନ୍ତି। ସାଙ୍ଗ ମାନେ ହୁଅନ୍ତୁ କି ଆମ ପରିବାରରେ ହଉ, ତୁମେ କହିପାରିବା ଏଲ୍ଡର ମାନଙ୍କୁ। ସାଙ୍ଗମାନଙ୍କୁ ତ ତୁ ତା ବ୍ୟବହାର କରୁଛନ୍ତି ଆମେ। ତ ହିନ୍ଦୀ ସାର୍ କହିଛନ୍ତି ତୁମେ କହିବ ପା। କିଏ ସାର୍? ହେଲା। ତାଙ୍କର ଅଷ୍ଟ୍ରେଲିଆରେ ଜଣେ ଅଛନ୍ତି ହିନ୍ଦୀ ସାର୍। ସେ ପଢୁଛନ୍ତି ଅଷ୍ଟ୍ରେଲିଆରେ ହିନ୍ଦୀ। ଆଉ ସିଏ ଅଷ୍ଟ୍ରେଲିଆ ପଢୁଛି, ସେ ହିନ୍ଦୀ ସାର୍ ଆଉ। ତାଙ୍କ ନାଁ ପା ଫୁନସୁକ ୱାଙ୍ଗଡୁ। ଫୁନସୁକ ଇଏ ୱାଙ୍ଗଡୁ। କି କୋଉ ଜାଗାରେ? ହଉ ପଢ ଏଇ ସେଣ୍ଟେନ୍ସ କୁହ। ମୁଁ କହୁଛି ଫାଷ୍ଟ ଟା। ସାର୍ ପ୍ରଥମେ ପ୍ରଶ୍ନର ତ ଓଡିଆ କୁହାହେଲାନି। ସାର୍ ମୁଁ କହୁଛି। ନୋ ଦିଶା ସାର୍, ନୋ ସାର୍, ଆପଣ ଜଣ ଜଣ କରି ପଚାରନ୍ତୁ। ତାକୁ ଏତେ ମାନେ ଦିଶାଙ୍କୁ ଏଇଟା ପଚାରିଲେ, ତାପରେ ତାଙ୍କ ତାଙ୍କୁ ସେଇଟା ପଚାରିଲେ, ତାପରେ ଏତେ ମତେ କଥା ପଚାରିଲେ, ନାଇଁ। ତାପରେ ତାଙ୍କୁ ପଚାରିଲେ। ପ୍ରଥମେ ଟଚ୍ ପଡିବ ଦଶ। ଓକେ ସାର୍। ଯୋଉଠି ରହିବ ସିଏ କହିବ। ଅର୍ଚିତ ଆରମ୍ଭ କରିବ ପ୍ରଥମେ। ଅର୍ଚିତ ତିନିଟା କହିବ। ଅର୍ଚିତ ତିନିଟା କହିବ ହେଲା। ସବୁ ତିନିଟା କହିବ ଓକେ ହେଲା। ସାର୍। ଆଉ ଲାଷ୍ଟ ବାଲାଟା ସାର୍ କିଏ ଲାଷ୍ଟ କହିବ? ବେଲା ଆଙ୍କ ଭିତରେ ଯିଏ ଅଧିକା ଠିକ କହିଥିବ ସିଏ ଲାଷ୍ଟ ଟା କହିବ ଓକେ ସାର୍। ହେଲା। ସାର୍ ମୁଁ କହୁଛି ଫାଷ୍ଟ। ନା ଆଗେ ଅର୍ଚିତ ଉପଦେଶ ଅର୍ଚିତ ଜିତିଲା ହେଲା। ଇଏ ସାର୍ ଆଗ ଅର୍ଚିତ ଜିତିଲା। ABCD ଅନୁସାରେ ହବ। ABCD ଅନୁସାରେ ଠିକ ଅଛି। ABCD ଅନୁସାରେ ଏମିତି when the tiger saw the woman it ଇଟ ସ୍ପ୍ରାଙ୍ଗ ଅପନ sprang. ହର। ସାର୍ ଏଇ ପ୍ରଥମଟା ଇଟ୍ ହବ, ଆଉଟା ହର ହବ। ତାପରେ କଣ କହିଛି ଜାଣିଛ ନା ନାହିଁ? ଇଏ ସାର୍ କୋଶ୍ଚିନ୍ ଟା ପଢିକି ବୁଝା ମତେ। କୋଶ୍ଚିନ୍ ଟା ପଢିକି ବୁଝେଇଦବ ତା ପାଇଁ ହାଫ ମାର୍କ।
ଓହୋ when the tiger saw the woman ଯେତେବେଳେ ବାଘଟି ଆରେ ଏଇଟା କୋଶ୍ଚିନ୍ ଟା ଯୋଉ ଦେଇଛି ହିଣ୍ଟସ୍ ଯୋଉ ଦେଇଛି ମାନେ ଏହି ବାକ୍ୟ ମାନଙ୍କ ଭିତରୁ ପ୍ରୋନାଉନ ବାହାର କର doing sentence and saw the each of one stand for ମାନେ ମାନେ ଏହି ବାକ୍ୟ ମାନଙ୍କ ଭିତରୁ ପ୍ରୋନାଉନ ବାହାର କର ତାପରେ ଆଉ କିଛି କହିନି and saw what each one stands for ଷ୍ଟାଣ୍ଡାର୍ଡ I said stands এটা ସେ ବେ ସେ କୁହ say say what each one stands for ଏବଂ କୁହ what each one each ମାନେ କଣ ପ୍ରତ୍ୟେକ each ମାନେ କଣ ଯୋଉ ଯୋଉ ନାଉନ ତୁମେ ପାଇବ ଗୋଟେ ସେଣ୍ଟେନ୍ସ ରୁ ପ୍ରତ୍ୟେକ ନାଉନ କହିବ ସେ କାହା ପାଇଁ ସେଟା ନା ସେ ପ୍ରୋନାଉନ ଟା କୋଉ ନାଉନ ପାଇଁ ଲାଗିଛି ଓହୋ ବୁଝିଲି ଏଇଆ କହିବ ହେଲା ସେ ପ୍ରୋନାଉନ ଟା କୋଉ ନାଉନ ପାଇଁ ଲାଗିଛି ତା ମାନେ each one ମାନେ ଏଇଠି ସାର୍ ତାହେଲେ ପ୍ରଥମ କୁହ ପ୍ରଥମ ବାକ୍ୟଟା ସାର୍ ହବ ଇଟ୍ ଆଉ ହର ଇଟ୍ ଟା ଲାଗିଛି ଟାଇଗର ପାଇଁ ହର ଟା ଲାଗିଲା ସେ ଓମାନ ପାଇଁ ଓକେ ଭେରି ଗୁଡ୍ ଠିକ ଚାଲ ଗୋଟେ ଠିକ ତାପରେ ହେଲା ତାହେଲେ ଏବେ ଦିଶା କହ 2 ନମ୍ବର ଟା ସାର୍ ସବୁ ତିନିଟା କହିବେ ସିରିୟଲି ବା ତୁ ତିନିଟା କହିଦବୁ ତିନିଟା ସହଜ ପଡିଯିବ ସି ଗୋଟେ ସାର୍ ହର ଗୋଟେ ସି ଗୋଟେ ହର ସାର୍ ଗୋଟେ ସି ଟା ଲାଗିଛି ସେ ଯୋଉ ଗାଲ ପାଇଁ ହର ଟା ଲାଗିଛି ସାର୍ ବ୍ୟାଙ୍ଗଲ ପାଇଁ ଲାଗିଛି ହର ବ୍ୟାଙ୍ଗେଲ ପାଇଁ ଲାଗିଛି ହର ଆଚ୍ଛା ଆଉ କିଏ ଇଣ୍ଟରେଷ୍ଟେଡ ସେ ସେ ଠିକ କହିଲା ନା ଭୁଲ କହିଲା କିଛି କହିପାରିବ ଇଟ୍ ଗୋଟେ ଅଛି ମୁଁ କହିବି ହଁ କଣ କହୁଛୁ ଦିଶା ମୁଁ କହୁଛି ସାର୍ ସି ଗୋଟେ ଇଟ୍ ଗୋଟେ ହର ଗୋଟେ ହୁଁ ସାର୍ ସି ଗୋଟେ ଇଟ୍ ଗୋଟେ ଆଉ ହର ଗୋଟେ ହୁଁ ସରି ସି ଗୋଟେ ସି ଲାଗିଛି ପାଟି କରନା ପ୍ରଥମ ତ କିଏ ମତେ କିଏ କହ ସି ଗୋଟେ ଇଟ୍ ଗୋଟେ ଇଟ ଗୋଟେ ଆଉ ସାର୍ ହର ହର ସି କାହା ପାଇଁ ଲାଗିଛି ସେ ଯୋଉ ଗାଲ ପାଇଁ ସି ଗାର୍ଲ ପାଇଁ ଲାଗିଛି ହର ପାଇଁ ହର କାହା ପାଇଁ ଲାଗିଛି ସେ ତାପରେ ଇଟ୍ ଅଛି ଆଚ୍ଛା ଇଟ କାହା ପାଇଁ ଲାଗିଛି ସେ କହୁଛି ବାଙ୍ଗେଲ ମାନେ ଚୁଡ଼ି ହାଁ ଗାର୍ଲ ଲଷ୍ଟ ବାଙ୍ଗେଲ ମାନେ ଚୁଡ଼ି ଉଡି ପାଇଁ ଲାଗିଛି ମୁଁ ସାର୍ କହିବି ହର ଟା କୋଉ ପାଇଁ ଲାଗିଛି ର ନା ତୁ ତୋ ପାଳି ଆସିଲେ କହିବୁ କଣ କହୁଛୁ କହ ଦିଶା ସେ ଇଟ୍ ଲାଗିଛି ସେ ଯୋଉ ଗାଲ ପାଇଁ ହର କାହା ପାଇଁ ଲାଗିଛି ସେ କହୁଛି ଟାଇମ ଅଫ୍ ହେଇଗଲା ଟାଇମ ଅଫ୍ ମୁଁ କହିବି ବୁଝୁଛୁ ମୁଁ କହୁଛି କି ଆଉ ତାଙ୍କେ ବୁଝୁ ଏ ସେଣ୍ଟେନ୍ସ ର ମାନେ ବୁଝେଇଲୁ ଆଗେ ସେଣ୍ଟେନ୍ସ ର ମାନେ ଟା ବୁଝା କହୁଛି ସେ ଲାଷ୍ଟ ମାନେ କଣ ହଜିଲା ସେ ଯୋଉ ଝିଅଟା ଗୋଟେ ଚୁଡ଼ି ହଜେଇଥିଲା ତାପରେ ସେ ଲେଟର ପରେ ତୁ ପରେ ହଁ ସେ ତାର ଯୋଉ ବେଡ ତଳେ ସେ ଚୁଡ଼ିକୁ ପାଇଲା କା ବେଡ ତଳେ ସେ ଯୋଉ ଝିଅଟା ତାହେଲେ ହର କାହା ପାଇଁ ଲାଗିଲା ତା ବେଡ ପାଇଁ ବେଡ ପାଇଁ ଭେରି ଗୁଡ ଓକେ ଆଚ୍ଛା ଟ୍ୱିଙ୍କଲ କିଛି କହିବୁ ୟେସ୍ ସାର୍ ସାର୍ କହ ଲାଗିଛି ଆଉ ହର ଲାଗିଲା ଯୋଉ ଇଏ ପାଇଁ ଯୋଉ ସେଇ ଝିଅଟା ପାଇଁ ଆଉ ଇଟ ଲାଗିଲା ବ୍ୟାଙ୍ଗଲ ପାଇଁ ଭେରି ଗୁଡ ହେଲା ନା ତ ବୋନସ୍ ମାର୍କ ଟ୍ୱିଙ୍କଲ ଏଠୁ ପାଇଲା
पर को 3 नंबर ट्विंकल को सर कौची द चाइल्ड सॉ ए बॉल एंड ट्राइड टू गेट इट सर ईट ईट होची बॉल पाई लागिची बॉल पाई जो अर्चित को କହୁଛି just listen to him. He must be made to talk so. ମାନେ him ଗୋଟେ pronoun ଆଉ he ଗୋଟେ pronoun. him ବସିଲା ତାଙ୍କ ପାଇଁ ଆଉ just ତାଙ୍କ କଥା ଶୁଣ ତାଙ୍କ କଥା ଶୁଣ. He must be made to talk so. एटी नाउन विषय किछि मेंशन करछि कि किछि मेंशन करिनि को नाउन एटी मेंशन हेछि किछि हेनि सिंपल प्रोनाउन एटी कहबो सिंपल सर एते तो खाली ताले सर him ଆଉ he हबो हां एटी किछि ही में ओही ଆଉ ତ କିଛି किछि को तब नेक्स्ट 5 नंबर का दिशा ओके सर देम गोटे आ दे गोटे एगुड देन से का पई से सब लागि छिंदी किछि them they are the best mango in the shop. सर देम लागिची सर से जो mango भाई सर दे लागिची देखा पई लागि छि ଦେଇକି ସପ୍ ଦେଇଛି एई तमे के गपुजो के बे सर जो शॉप पाइन दे लागि छि शॉप पई अच्छा देटा गोटे को सिंगुलर ना प्लुरल दे हां ट्विंकल को ठीक कहल ना भूल कहल कहलु ट्विंकल को सर सिए तू कहबो क्या विषय से ठीक कहले ना भूल कहला यस सर कहबी क they are the best mango in the sir no sir किसी कहबी नहीं them sir them से कहले mango बोली हां और दे कहले सब बोली हां ठीक अछि तंकर अर्चित कहबो कहबी अर्चित अर्चित कहबो सर ଦେ ଏଠି ଲାଗିବ ସପ୍ ପାଇଁ ଆଉ ଦେଟା ଲାଗିବ ମ୍ୟାଙ୍ଗୋ ପାଇଁ no sir मोर अछि हां तोर कोन छी को सर देटा mango ପାଇଁ ही लागिबो एमटा सर them टा mango ପାଇଁ लागिबो एटा 3 नंबर क्वेश्चन एटा 4 नंबर क्वेश्चन नै कि एटा हो जी एक नै गला बिल्कुल आर किछ मिललानी कि आर तो किछ नाही हो आइबे दिशा तो के दिन पढ़ले तू सिखिबू से तो सेटा कहबी नै किछ बा बाय देम एटा एक दुकान अछि हैला किछ मैंगोज अछि एटा एक शॉप प्रथम कथा हला देटा गोटे सिंगुलर ना प्लुरल दिशा कोन प्लुरल प्लुरल अच्छा देटा तले का पे लागिबे प्लुरल ना उन पे लिस्ट में लागिया कथा कि नहीं यस सर अच्छा तू जो कहली दे जो लागे छी शॉप पई शॉप रो प्लुरल टा कोन शॉप रो प्लुरल टा कोन तो सब शॉप्स तो दे शॉप्स नहीं तो दे तो आसीबार चांस नहीं दे किन पे लगे दिले प्रथम कथा नै कि एटा हला प्रथम आ तापरे एटा तू सेंटेंस पढी दे आर द बेस्ट मैंगोज तले दे ओडा कोन बुझी से माने होचिन सबटु भलो मैंगोज को माने को गुडा मैंगोज गुडा तो दे मैंगोज पे लागिला इन द शॉप अरे से दुकान रे गुडा हो सबटु भलो मैंगोज को सेंटेंस पढी के बुझी परलनु सात खंड रामायण इता माइकी ओनरा जानि पेलनु हेलो बाय देम तमन से मैंगो गुडा को किनिबो पुनी अगेन तमन दे जे तो सब्जेक्ट हे गेला से कहू जे दे आर द बेस्ट मैंगोज इन द शॉप
तापर को एटा को की को सर मु कहबा हां दिशा ट्विंकल को 6 नंबरटा a Mr. bought a lump of gold. He buried it in a hole. Sir, buried means बुरिड माने माटी खळी पोती देबा ओटे माटी तळे पोती दिला sir गोटे sir खाली ही गोटे की गोटे sir eat भी गोटे अच्छा कहा पे के को लागि छी कहबनु होची मिस्टर ए माइजर मिसर नो माइजर जे कृपण व्यक्ति सर माइजर पाई लगी eat होची गोल्ड पाई लगी छी ठीक है ओके सर मिस्टर मींस माइजर जन्नो हे रोबी कृपण व्यक्ति माइजर यस सर बुझिली कृपण माने बुझियो सुंठा कंजूस ହେଲା ନା ବୁଝିଲେ ନା ନାହିଁ यस सर ତାପରେ ପୁରା Yes, ଟଙ୍କା ପ୍ରବଳ ଅଛି କିନ୍ତୁ ଖର୍ଚ୍ଚ କରିବାକୁ ସେ ନାରାଜ ହେଲା कंजूस हाँ कंजूस यस सर ମଖି ଚୁସ୍ ଯାକୁ କୁହନ୍ତି हिंदी में सर ହଁ 7 ନମ୍ବର କୁହ सर 7 नंबर का मुंह ଏଟା କିଏ ଅର୍ଚିତ୍ର ଏଟା ଅର୍ଚିତ୍ର ଦିଶା ଏଟା ଟ୍ୱିଙ୍କଲ some boys found a nest in a tree. It was wonderful. It was wonderful. They found 5 eggs in it. Sir, they was you. It was they good line now. अच्छा ଆଉ କି pronoun Out sir eat. it good pronoun ଆଉ କି Sir, it ଗୋଟେ ଏଠି ଗୋଟେ it ଅଛି ये out eat. ତାହେଲେ କୁହ ତାହେଲେ କୋଉଟା କା ପାଇଁ ଲାଗିଛି ଦେ କା ପାଇଁ ଲାଗିଛି बेटा लागिला boys ପାଇଁ ଦେ ଲାଗିଲା କା ପାଇଁ ବଏଜ ପାଇଁ ତାପରେ sir eat ଟା ଗୋଟାଏ ଲାଗିଲା ସେ ट्री ପାଇଁ ଆଉ ଗୋଟେ eat ଲାଗିଲା ଗୋଟାଏ eat ଲାଗିଲା ସେ tree ପାଇଁ ଆଉ ଗୋଟେ eat ଲାଗିଲା it was wonderful it ଆଉ sir ଆଉଟା eat ଲାଗିଲା ସେ next tree ଭିତରେ ଯୋଉ ଅଣ୍ଡା ଆସିଲା ସବୁ x ତା ପାଇଁ ପାଇଁ eggs ପାଇଁ x ପାଇଁ କରେ yes ଭୁଲ sir ମୁଁ କହିବି ତାପରେ ଦିଶା କହିବା କଥା ତୁ କାଇଁ କହିବୁ ସବୁ ଯାକ ଛଡେଇକି ନେବୁ ତାପରେ ଯିଏ ନା ଦିଶା କହ ଏ क्वेश्चन ଟା କହିବୁନୁ ଏଇ ଯୋଉ ସେ आंसर ଦେଲା ତା ବିଷୟରେ କିଛି टिप्पणी ଦବୁ କିଛି ଦବୁ କମେंट ଦବୁ ଠିକ କହିଲା କି ଭୁଲ କହିଲା ଦୟାକରି କିଛି କୁହ ନା ଯିଏ ବି ବସିଥାଅ ହେଲା ପ୍ଲିଜ ସେମାନଙ୍କୁ କହିଲେ ଭାବୁଛ କି ତାର ବେଶୀ ନଲେଜ ପଡିବ ସେ ନିଜେ ଭାବୁ sir ମୋ ପାଖରେ କେହି ବସିନାହାନ୍ତି ମୋ ସାଙ୍ଗ ହଁ ହେଇକା ବସିଛନ୍ତି ଯିଏ ବି ବସନ୍ତି କହ ଏ ଦିଶା କହ କହୁଛି ହୁଁ ସେ ଦେଟା ଲାଗିବ ଦେ କା ପାଇଁ ଲାଗିବ ଦେ ଲାଗିବ ଏକ ପାଇଁ नो सर ତାହେଲେ କା ପାଇଁ କହ ତୁ ଯୋଉ ଭାବୁଛୁ ଯଦି କେବେ ଶାଶୁ ଘରକୁ ଯିବୁ ଭାବୁଛୁ ବର୍ତ୍ତମାନ କଣ କରିବି ସେଠି ଯାଇକି ଆଁ ଆରେ କରେ ମୋ ରେକର୍ଡିଂ ବି ଚାଲିଛି টুইঙ্কল কহ sir ଯୋଉ ଦେ ଲାଗିଛି ବଏଜ ପାଇଁ ହଁ sir ଏଠି ଯୋଉ it was wonderful ସେଇ it ଲାଗିଛି ସେଇ ବଏଜ ପାଇଁ ଇଟ ଲାଗିଛି ସେ ବଏଜ ପାଇଁ ଆଚ୍ଛା ତାପରେ ନେକ୍ସଟ they found 5 eggs in it it ଲାଗିଛି ଯୋଉ ମାନେ ସେଇ ଯୋଉ eggs ପାଇଁ ଅର୍ଚିତ ହେଲେ କହିଲା ଗୋଟେ ପ୍ରକାର କହିଲା ହେଲା yes sir ତୁ ବିଲକୁଲ ତମେ ଦିଟା କାଉ ହେଇଗଲ ତୁ କଳା କାଉ ସେ ଧଳା କାଉ ବୁଝିଲା ନାଇଁ ନା ଦିଟା କାଉ ହେଇଗଲେ ସେ ହେଲେ କହିଲା ତାକୁ ମୁଁ ଏକ ମାର୍କ ଦେବି ବିଲକୁଲ କିଛି ଜାଣି ପାରୁନା ଗୋଟେ କଥା ଭାବ
some boys found a nest in a tree ତାହେଲେ କଣ କଲେ ସେ ଯୋଉ ପିଲାମାନେ କଣ କଲେ କଣ ପାଇଲେ ଗୋଟେ ବସା ପାଇଲେ କୋଉଠି ପାଇଲେ ଟ୍ରୀ ରେ ପାଇଲେ ହେଲା ନା ନାଇଁ ସେ କଣ ପାଇଲେ କିଛି ବାଳକ ଗୋଟେ ଗଛରେ ବସା ପାଇଲେ ସେ ବସାଟା କୋଉଠି ଥିଲା ଇନ୍ ଏ ଟ୍ରୀ ମାନେ ଗୋଟେ ଗଛରେ ଥିଲା ବୁଝିନି ଇଟ୍ ୱାଜ ୱଣ୍ଡରଫୁଲ ମାନେ ସେଇଟା ଅତି ସୁନ୍ଦର ଥିଲା ଗଛଟା ସୁନ୍ଦର ଥିଲା ଗଛଟା ସୁନ୍ଦର ଥିଲା କି ଏଠି କାହା ବିଷୟରେ କହୁଛି କହିଲ ପିଲାମାନେ କଣ ପାଇଲେ ଗଛ ପାଇଲେ ନା ବସା ପାଇଲେ ଶୁଭୁନି କି सर एटा बसा एटा ବସା वंडरफुल ପାଇଲେ ତାହେଲେ ସେ ଯୋଉ ୱାଣ୍ଡରଫୁଲ ଟା ଲାଗିଛି ଟ୍ରୀ ପାଇଁ ଲାଗିଛି ଟ୍ରୀ ଭିତରେ ଯିଏ ଅଛି ବସା ପାଇଁ ଲାଗିଛି ଟ୍ରୀ ଇଟ୍ କାହା ପାଇଁ ଲାଗିଲା ତାହେଲେ ଏଠି ନେକ୍ସଟ ପାଇଁ ଲାଗିଲା Sir, wonderful means ୱାଣ୍ଡର ସୁନ୍ଦର ଅତି ସୁନ୍ଦର ରତ୍ନଗିରି ଇଜ ଏ ଭେରି ୱାଣ୍ଡରଫୁଲ ପ୍ଲେସ ଅତି ସୁନ୍ଦର ଜାଗାଟେ ଉଦୟଗିରି ତାଠୁ ଆହୁରି ସୁନ୍ଦର କହିଲେ sir ସେଟା କଣ ଲାଗୁଛି ବିସ୍ମୟକର ବା ଆଶ୍ଚର୍ଯ୍ୟଜନକ adjective ପା ଇଟ ଇଜ ୱାଣ୍ଡରଫୁଲ adjective ଫିରା ଗୋଟେ ବିସ୍ମୟକର କଣ ହେଲା ବିସ୍ମୟକର ନେକ୍ସଟ ଟା ଗୋଟେ ତାହେଲେ ଗଛଟା ବିସ୍ମୟକର ଏଠି ସେ ପିଲାମାନେ କଣ ପାଇଲେ ଯାହା ପାଇଲେ ତାରି ବିଷୟରେ ସେ କହୁଛି ଇଟ ୱାଜ ୱାଣ୍ଡରଫୁଲ ଲାଇକ ନାହିଁ ଇନେଟ୍ରି ମାନେ ସେ ଗଛ ଭିତରେ ପାଇଲେ ଏଇଟା ଇମ୍ପୋର୍ଟାଣ୍ଟ ନୁହଁ ଏଇଟା ଗୋଟେ ଫ୍ରେଜ ବା ତମକୁ କହିଲି ଫ୍ରେଜ ଇଜ ନଟ୍ ଦ୍ୟାଟ ଇମ୍ପୋର୍ଟାଣ୍ଟ ସମ୍ ବଏଜ ଫାଉଣ୍ଡ ଏ ନେଷ୍ଟ ଏଇଠି ସେଣ୍ଟେନ୍ସ ଆମେ ଫର୍ମେସନ କ୍ଲୋଜ ହେଇପାରିବ କିଛି ଅସୁବିଧା ନାହିଁ ଫ୍ରେଜ ଆର କିଛି ଏଇ ସେଣ୍ଟେନ୍ସ ନ ରହିବ କିଛି ଅସୁବିଧା ନାହିଁ ଏଇ ପାର୍ଟଟା ଯଦି ସେଣ୍ଟେନ୍ସରେ ନ ରହିବ କିଛି ଅସୁବିଧା ନାହିଁ ହେଲା ନା ସିମ୍ପଲ ମେନ୍ ଏଠି ଇମ୍ପୋର୍ଟାଣ୍ଟ ପାର୍ଟ କି ନେକ୍ସଟ ତେଣୁ ନେକ୍ସଟ ବିଷୟରେ ସେ କହୁଛି ଇଟ୍ ୱାଜ ୱଣ୍ଡରଫୁଲ ତାପରେ କହୁଛି ଦେ ଫାଉଣ୍ଡ ଯୋଉ ଫାଉଣ୍ଡ କାମଟା କିଏ କରୁଥିଲେ ଏବେ ଫାଉଣ୍ଡ କାମଟା ଯୋଉ ଫାଉଣ୍ଡ ମାନେ ପାଇବା ତ କୋଉ ମାନେ ପାଇଥିଲେ ଏଠି सर बॉयज ବଏଜ ପାଇଥିଲେ सम बॉयज ତୁ କେମିତି ଏଠି କିଏ ଗୋଟେ କହିଲା ହଁ ଠିକ ଅଛି ଏଠି କହିଲା ଇଟ୍ କହିଲେ ଏଠି ବଏଜ ପାଇଁ ଇଟ୍ କହିଥିଲେ ଏଠି ବଏଜ ପାଇଁ ଏଇ ଇଟ୍ ଟା ବଏଜ ପାଇଁ ଲାଗିଛି ଆରେ ଇଟ୍ ବା କହୁଛି ଗୋଟେ ନିର୍ଜୀବ ଜିନିଷ ପାଇଁ ଲାଗେ ଇଟ୍ ନା ନା ଇଟ୍ ୱାଜ ୱଣ୍ଡରଫୁଲ ନେକ୍ସଟ ୱଣ୍ଡରଫୁଲ ଦେ ଫାଉଣ୍ଡ ମାନେ ଦେ ଟା ବଏଜ ପାଇଁ ଲାଗିଲା ସିମ୍ପଲ ତାପରେ କହୁଛି ଦେ ଫାଉଣ୍ଡ 5x ଇନ୍ ଇଟ୍ ତାହେଲେ ଯୋଉ ପାଇଲେ ଏଠି ଯୋଉ କହିଲୁ ଇଟ୍ ଟା କହିଲା କିଏ x ପାଇଁ କହିଲା ତାହେଲେ ଇଟ୍ ଟା ମାନେ କଣ ତାହେଲେ ପିଲାମାନେ ଯୋଉ ପାଇଲେ 5ଟା ଅଣ୍ଡା କାହା ଭିତରେ ପାଇଲେ ଅଣ୍ଡା ଭିତରେ ଅଣ୍ଡା ପାଇଲେ ଆରେ ଇଟ୍ ମାନେ କଣ ତାହେଲେ ସେ କାହା ଭିତରେ ପାଇଲେ ସେ ଇଟ୍ ଟା କାହା ପାଇଁ ଲାଗିଲା ସେ ବସା ପାଇଁ ଲାଗିଲା କାହା ପାଇଁ ଲାଗିଲା କାହା ପାଇଁ ଲାଗିଲା ବେ ସିମ୍ପଲ ସେ ଏଠି ଦିଟା କେସରେ ଯୋଉ ଇଟ୍ ଲାଗିଛି ସେ ବସା ପାଇଁ ଲାଗିଛି ହେଲା ଏଟା ବି ବସା ପାଇଁ ସେଟା ବି ବସା ପାଇଁ ପଣ୍ଡିତ ହଉ ସେଣ୍ଟେନ୍ସ ଏପର୍ଯ୍ୟନ୍ତ ବୁଝି ଶିଖିଲାନି ହେଲା ନା କିଛି ଅସୁବିଧା ନାହିଁ ଏମିତି ହୁଏ ହେଲା ଏବେ ବୁଝ ଧୀରେ ଧୀରେ ବୁଝିବ ସେଣ୍ଟେନ୍ସ ଫର୍ମେସନ ବୁଝିବନି ଆଉ ଆଗକୁ କେମିତି ଜାଣିବା ହେଲା ହଁ କୁହ sir ମୋର କଣ ଏକ ମାର୍କ ଆପଣ ଠିକ ମାରି ଦେଇଛନ୍ତି ଠିକ ଆଚ୍ଛା ତାହେଲେ ଠିକ ଅଛି କହିପାରିଲୁ ଆଉ ଦିଶା କହ ଦିଶା କହ 8 ନମ୍ବରଟା ଆସିଲା ଆଁ 3% ମୋର କଣ ଏକ ମାର୍କ ଦେଲେନି ତୁ କହିପାରିଲୁ ବା नो सर मोर आउ गोटे सर जो जो माने एइटा तो कहबे मोर आउ गोटे जो अपन ठीक मारथिले ସେଇଟା ठीक ना किसी नहीं तू को दिशा कह सॉरी आई अच्छी गोटे The lark is singing gaily. It loves the bright sun. ताले ये टेडी कहाँ पे लगी जी? That lark पे लगी जी. The lark is singing gaily. लगी नहीं? बहुत भला वर्ष गीत गाउची. It loves माने किए? सही lark एटी भल पाउची. हाँ. इटी का lark पे लगी ला. दिशा को तो दे देवा गोटे. से मंदिर करियो कांदियो पुनी. और एटे को? Twinkle को? one day the boy took his breakfast and ate it by a brook so pulling means The boy took his breakfast and ate it by purling brook. एटा कहा माध्यम रे पाए खाइला एटी जे प्रोनाउन अछि की एटा कोन खाइला ई बाय माने को का सहित से ओटे खाइला त प्रोनाउन एटी की प्रोनाउन टा को he to eat के अदर क्यों he to
ଇଜ୍ ଗୋଟେ pronoun ଇଜ୍ ଗୋଟେ pronoun ତାପରେ ଇଟ୍ ଗୋଟେ pronoun ଇଜ୍ ଟା କା ପାଇଁ ଲାଗିଲା ସେଇ ଯୋଉ ଦ ବୟ ପାଇଁ ହୁଁ ସାର୍ ବୟ ତାପରେ ଇଟ୍ କା ପାଇଁ ଲାଗିଛି ସାର୍ ପୁଲିଂ ବ୍ରୋକ୍ ପାଇଁ ତମେ କଣ ଭାବୁଛ ବେ ଆଚ୍ଛା ଟୁଇଙ୍କି ଦିଶା କହିଲୁ ଆଁ नो सर ହଉଛି ବ୍ରେକଫାଷ୍ଟ ପାଇଁ ଦିଶା କହ ସାର୍ ମୋର ବ୍ରେକଫାଷ୍ଟ ପାଇଁ ଟୁଇଙ୍କିଲ ତୁ ଥରେ କହିସାରିଲା ପରେ ମୁଁ ଆଉ ଜଣଙ୍କୁ ସିଫ୍ଟ କରି କିନ୍ତୁ ପଛରେ କହିବୁନୁ ହେଲା ତୁ ବିଲକୁଲ ଏଥିରେ କିଛି ମିଳିବନି ଟୁଇଙ୍କିଲ କହ ନା ଦିଶା କହ କହିଲି ବା କଣ କହୁନୁ ଇଜ୍ କା ପାଇଁ ଲାଗି ଏଠି ପ୍ରୋନାଉନ କି ହିଜ ଗୋଟେ ଆଉ ହିଜ୍ କା ପାଇଁ ଲାଗିଛି ଯୋଉ ବୟ ପାଇଁ ଇଟ୍ କା ପାଇଁ ଲାଗିଛି ସେ କୋଉଟା ଇଟ୍ କା ପାଇଁ ଲାଗିଛି 8 ସେ ଯୋଉ ସେ ବ୍ରେକଫାଷ୍ଟ ଆସିବ ହଁ ତାମାନେ ସେ ଏଟ୍ ଇଟ୍ ମାନେ କଣ ସେ ଖାଇଲା କଣ ଖାଇଲା ସେ ଏଟ୍ ଇଟ୍ ମାନେ କଣ ଖାଇଲା ସେଟା ବ୍ରେକଫାଷ୍ଟ ଟା ଖାଇଥିବ ସିମ୍ପଲ ହେଲା ଏଟା ଦିଶାକୁ ହାଫ୍ ମାର୍କ ମିଳିଲା ତତେ ତତେ ଦିଆଯିବନି ଏଥିରେ ଟୁଇଙ୍କିଲ ନା ଯୁକାନ୍ତ ଆକୁ ହାଫ୍ ମାର୍କ ମିଳିବ ତାପରେ ଏଇଟା ଆକ୍ଚୁଆଲି କାର ଅଧିକାର ରହିଲା ବର୍ତ୍ତମାନ ଦେଖ ଟୁଇଙ୍କିଲ ଏଟା କହ ଟୁଇଙ୍କିଲ କହ ନା ନା ଆକ୍ଚୁଆଲି ଟୁଇଙ୍କିଲ ବି କହିପାରିବୁନି ଆକୁ ବି ହାଫ୍ ମିଳିଛି କାହାକୁ କୁହ I meet a little cottage girl. So cottage means kudiya. ହଁ She was 8 years old. She said ପରେ ଆଉ କିଛି ନାହିଁ ସେଟା he was 8 years old ତାମାନେ ସେ 8 ବର୍ଷ ଥିଲା ସେ କହିଲେ କି ସେ ଗୋଟେ 8 ବର୍ଷ ଥିଲା ମାନେ ତୁ ଦେଖିଲୁ ଗୋଟେ କଟେଜ ଗାର୍ଲ କୁ ଦେଖିଲୁ ଏବଂ ସେ କହିଲା ସେ ତାକୁ 8 ବର୍ଷ ବୋଲି କଣ ଏଠି ଦେଲେ ସି ଗୋଟେ pronoun ଅଛି ନା yes sir she ଗୋଟେ ଦିଟା she pronoun ଆଉ I ଟା ବି pronoun I ଟା pronoun ଗୋଟେ ଓକେ I ଟି କା ପାଇଁ ଲାଗିନି ଦିଟା ସି କା ପାଇଁ ଲାଗିଛି sir she was 8 years old sir ଦିଟା she ସେଇ girl ପାଇଁ ଦେଇଛି ଦିଶା କେତେ ରଖିଲୁ 2 ମାର୍କ ରଖିଲୁ ହେଲେ 3.5 ରଖିଛନ୍ତି ଭେରି ଗୁଡ୍ କା କହିବୁନୁ ଆଉ କରିବାନି ଥାଉ ସେତିକି okay sir ଆଉ କରିବା no sir ସାର୍ ଆପଣଙ୍କ ଇଚ୍ଛା ଖାଲି ମୁଁ ଆପଣଙ୍କ ଇଚ୍ଛା କହିସାରିଲେଣି ନୂଆ yes sir ବର୍ଷରେ ବୁଲିବାକୁ ଯିବୁନି କି sir ମୋର ଆଜି କମ୍ପିଟିସନ ଅଛି ଡ୍ୟାନ୍ସ ଡ୍ୟାନ୍ସ କରିବୁ ଆଉ ଆମକୁ ଭିଡିଓ ପଠେଇବୁ okay sir ଡ୍ୟାନ୍ସ କରିବେ ସେ sir ଆଉ ଏବେ ଆଉ ତ କରିବା ବୁଝା ପଇଲାନି ବୁଝିଲି ସାର୍ ମୋର ମାନେ 3 ଆଉ ତାଙ୍କର 3 ହାବେ ହଁ ଦିଶା ହଉ ଠିକ ଅଛି ସାର୍